ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ସରିତା ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାନ୍ତ୍ରାଗାଛି ତାମ୍ବରମ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଭଦ୍ରକ ଚରମ୍ପା ପୂର୍ବତଟ ରେଳବାଇ ପକ୍ଷରୁ ଷ୍ଟେସନରେ ଶୁଭାରମ୍ଭ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରେନ୍କୁ ପତାକା ଦେଖାଇ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ ପାଇଁ ରେଳବାଇ କ୍ଷେତ୍ରରେ କୋଟି କୋଟି ଟଙ୍କା ବିନିଯୋଗ କରି ଯାତାୟାତରେ ସମସ୍ତ ସୁବିଧା ଓ ସୁଯୋଗ ଯୋଗାଇ ଆସୁଛନ୍ତି। ରେଳ ବିଭାଗ ସବୁଠାରୁ ଅଧିକ ଲାଭଜନକ ବିଭାଗ ହୋଇ ଉଭା ହୋଇଛି। ତାର ଯୋଉ ପ୍ରଫିଟ ସେୟାର ଆସୁଛି ତାକୁ କିପରି ଆହୁରି ରେଳର ବିଭାଗକୁ ଲୋକାଭିମୁଖୀ କରିହେବ ଏବଂ ଯେଉଁମାନେ ଯାତ୍ରା କରୁଛନ୍ତି ତାଙ୍କୁ କିପରି ସୁବିଧା ଯୋଗାଇବ ସେଥିପାଇଁ ପ୍ରଧାନମନ୍ତ୍ରୀ ଅହରହ ପ୍ରୟାସ କରୁଛନ୍ତି। ବିଗତ 15 ବର୍ଷ ପୂର୍ବରୁ ଆପଣ ରେଳ ଯାତ୍ରା କରୁଥିଲେ, ଆଜି ଯଦି ରେଳ ଯାତ୍ରା କରୁଛନ୍ତି ତା ଭିତରେ ଅନେକ ଫରକ ଅଛି। ଫ୍ଲାଇଟରେ ଯେଉଁ କିଛି ସୁବିଧା ସବୁ ଯାତ୍ରୀମାନଙ୍କୁ ଦିଆଯାଉଛି ସେ ତୁଳନାରେ ରେଳ ଯାତ୍ରାରେ ମଧ୍ୟ ଯାତ୍ରୀମାନଙ୍କୁ ସେହିପରି ସୁବିଧା ଦିଅ ନିଶ୍ଚିନ୍ତ ଇଏ ଏକ ବୈପ୍ଳବିକ ପରିବର୍ତ୍ତନ ଆଉଛି ଦେଶରେ। ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଭଦ୍ରକ ଜିଲ୍ଲା ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ମେଳା ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 2 ଦିନ ଧରି ଅନୁଷ୍ଠିତ ମେଳା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ, ଜିଲ୍ଲାସ୍ତରୀୟ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳା ଭଦ୍ରକ ଜିଲ୍ଲାରେ ଅତ୍ୟନ୍ତ ଭବ୍ୟତାର ସହିତ ଆୟୋଜିତ ହୋଇଛି ଏବଂ ଏ କାର୍ଯ୍ୟକ୍ରମରେ ଯେଉଁ ଯୋଜନା ଗୁଡ଼ିକୁ ପ୍ରଦର୍ଶିତ କରାଯାଉଛି ମତ୍ସ୍ୟ ପାଳନଠୁ ଆରମ୍ଭ କରିକି ପ୍ରାଣୀ ସମ୍ପଦ ପାଳନ କରିବା ପାଇଁ ଏବଂ ପୁରା ଏଣ୍ଡ ଟୁ ଏଣ୍ଡ ପ୍ରୋସେସର କାମଧେନୁ ଯୋଜନାର ସଫଳ ତା ସହିତ ନୂତନ ଗୋଶାଳା ନିର୍ମାଣ କରିବା ପାଇଁ ସରକାରଙ୍କ ସହଯୋଗ ଏସବୁକୁ ସାଧାରଣ ଲୋକ ଅତ୍ୟନ୍ତ ଆଦୃତ କରୁଛନ୍ତି। ଯେଉଁ ଚାଷୀମାନେ ଜିଲ୍ଲାରେ ରହିଲେ ତା ସହିତ ଯେଉଁ ଯୁବ ଉଦ୍ୟୋଗୀ ମାନେ ଅଛନ୍ତି ସେମାନେ ମଧ୍ୟ ଏହା ଦ୍ୱାରା ପ୍ରେରଣା ପାଇପାରିବେ ବୋଲି ମୁଁ ଆଶା କରୁଛି। ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ 2026 ଖରିଫ ବର୍ଷ ପାଇଁ ମଣ୍ଡିରେ ଧାନ ବିକ୍ରି କରିବା ସକାଶେ ଚାଷୀ ସଚେତନତା ରଥ ଜିଲ୍ଲାର 7ଟି ବ୍ଲକ ପରିକ୍ରମା କରିଥିବା ବେଳେ ଭଦ୍ରକ ବ୍ଲକ ଇଚ୍ଛାପୁରର ବ୍ରହ୍ମପୁର ସେବା ସମବାୟ ସମିତିଠାରେ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି। ଜିଲ୍ଲାର 105ଟି ସେବା ସମବାୟ ସମିତି ଏବଂ 47ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ବିକ୍ରିବଟା କରିବେ। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 13,30,000 କ୍ୱିଣ୍ଟାଲ ଧାନ କିଣିବା ଲକ୍ଷ୍ୟ ରଖାଯାଇଥିବା ସାଂସଦ ଅଭିମନ୍ୟୁ ସେଠୀ କହିଥିଲେ। ଜିଲ୍ଲା ସ୍ତରରେ ବିଧିବଦ୍ଧ ଭାବରେ ଧାନ କ୍ରୟର ପ୍ରକ୍ରିୟା ଆରମ୍ଭ ହୋଇଛି। ଚାଷୀମାନଙ୍କ ଭିତରେ ଉତ୍ସାହ ଏଇଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ଗତ ବର୍ଷ 80,533 ଚାଷୀ ରେଜିଷ୍ଟ୍ରେସନ କରିଥିଲେ, ଏଥର ସେଟା 16,000ରୁ ଅଧିକ ନୂଆ ଚାଷୀ ରେଜିଷ୍ଟ୍ରେସନ କରିଛନ୍ତି। ଚାଷ ପ୍ରତି ଲୋକମାନଙ୍କର ଯୋଉ ଆଗ୍ରହ ବଢିଛି। ପ୍ରଥମ ଫେଜରେ 13 ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ ସଂଗ୍ରହ କରିବାର ଟାର୍ଗେଟ ଅଲରେଡି ରାଜ୍ୟ ସରକାର ଦେଇ ସାରିଛନ୍ତି। 77ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୋଲିସ ମହାନିର୍ଦ୍ଦେଶକ YB ଖୁରାନିଆ ଭଦ୍ରକ ଜିଲ୍ଲାର ଧାମରା ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ଚାରା ରୋପଣ କରିଥିଲେ। ଭଦ୍ରକ ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ପକ୍ଷୀ ଗଣନା ଶେଷ ହୋଇଛି। ଜିଲ୍ଲାର ଚାନ୍ଦବାଲି, ଧାମନଗର, ଭଦ୍ରକ, ବାସୁଦେବପୁର ବ୍ଲକ ସମେତ ବୈତରଣୀ, ସାଳନ୍ଦୀ, ମନ୍ଥେଇ ନଦୀରେ ପକ୍ଷୀ ଗଣନା ପାଇଁ ବିଭାଗୀୟ ଅଧିକାରୀଙ୍କ ସମେତ 24ଟି ଟିମ୍ ନିୟୋଜିତ ହୋଇ 56 ପ୍ରଜାତିର 24,450 ପକ୍ଷୀଙ୍କୁ ଠାବ କରାଯାଇଥିବା ଜଣାପଡ଼ିଛି। ସେହିପରି ଚାନ୍ଦବାଲି ବନ୍ୟପ୍ରାଣୀ ବନଖଣ୍ଡରେ 2 ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି। ବୈତରଣୀ, ସାଳନ୍ଦୀ ଓ ମନ୍ଥେଇ ନଦୀରେ 48ଟି କୁମ୍ଭୀର ଥିବା ବନ ବିଭାଗ ସୂଚନା ଦେଇଛି। ଭଦ୍ରକ ଜିଲ୍ଲା ଆଖୁଆପଦା ଜଳସମ୍ପଦ ଡିଭିଜନର କେନାଲ ନବୀକରଣ ପାଇଁ 4 କୋଟି 16 ଲକ୍ଷ ଟଙ୍କାର 2ଟି ପ୍ରକଳ୍ପକୁ ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗଦେଇ ଶିଳାନ୍ୟାସ କରିଛନ୍ତି। ଆସନ୍ତା ମହାଶିବରାତ୍ରି ପାଳନ ପାଇଁ ଭଦ୍ରକ ଜିଲ୍ଲା ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେବାୟତଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।